ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା କରସିଂ ଅଞ୍ଚଳର ସନ୍ତୋଷ ଆଳତିଆ। ପୋଲିସ ସନ୍ତୋଷଙ୍କ ନିକଟରୁ 36 କେଜି ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ କାରକୁ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ସନ୍ତୋଷ କନ୍ଧମାଳରୁ କାର ଯୋଗେ ଗଞ୍ଜେଇ ଧରି ଗାଁକୁ ଫେରୁଥିଲେ। ହେଲେ ଭଞ୍ଜନଗର ପୋଲିସ ଏସ୍ଆଇ ଲକ୍ଷ୍ମୀଧର ମହାନ୍ତି ମୁଜାଗଡ଼ ରାସ୍ତାରେ ପେଟ୍ରୋଲିଂ କରୁଥିଲେ। ସେତିକିବେଳେ ପୋଲିସ ଗାଡ଼ି ଦେଖି ସନ୍ତୋଷ ଦ୍ରୁତ ଗତିରେ ଫେରାର ହୋଇଯିବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ପିଛା କରି ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ମାଜିଷ୍ଟ୍ରେଟ ତଥା ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମାହର, ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ଉପସ୍ଥିତିରେ ପୋଲିସ ଯାଞ୍ଚ କରି କାରରୁ 36 କେଜି ଗଞ୍ଜେଇ ଜବତ କରିଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରିଥିଲା। ବ୍ୟୁରୋ ରିପୋର୍ଟ, ବିକଳ୍ପ ସମାଚାର। ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ।